ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଦେବେ ମହିଳାଙ୍କୁ ଟଙ୍କା, ମାସକୁ ପାଇବେ 2100। ଚାଲନ୍ତୁ ଆଜି ଆମେ ଜାଣିବା କେଉଁ ରାଜ୍ୟରେ ମହିଳାମାନେ ଏହି ଟଙ୍କା ମାସକୁ ପାଇବେ 2100। ଚାଲନ୍ତୁ ଆଜି ଆମେ ଜାଣିବା ଆଉ ସେମାନେ କିପରି ଆବେଦନ କରିବେ। ଆଜି ଆମେ ସବୁକିଛି ଜାଣିବା ପୁରା ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓକୁ ଆରମ୍ଭ କରିବା। ହରିୟାଣା ସରକାର ମହିଳାମାନଙ୍କ ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି, ଯାହା ପ୍ରତି ମାସରେ 20 ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ଯୋଜନାର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ ଏବଂ ଆତ୍ମନିର୍ଭରଶୀଳ କରିବା। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଗୁରୁବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ସେପ୍ଟେମ୍ବର 25ରୁ ଦୀନ ଦୟାଲ ଲାଡ୍ଲା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିବେ, ଯାହା ଅଧୀନରେ ଯୋଗ୍ୟ ମହିଳାଙ୍କୁ ମାସିକ 2100 ଆର୍ଥିକ ସହାୟତା ଦିଆଯିବ। ଏହି ଯୋଜନାଟି ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାରେ ସହାୟକ ହେବ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବ। ଏହା ମହିଳାମାନଙ୍କୁ ଛୋଟମୋଟ ଆବଶ୍ୟକତା ପୂରଣ କରିବାରେ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଯୋଗ କରିବାରେ ଏବଂ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବା। ମାସିକ 2100 ଟଙ୍କାର ସହାୟତା ସେମାନଙ୍କୁ କୌଣସି ପ୍ରକାରର ଆର୍ଥିକ ସଙ୍କଟରୁ ମୁକ୍ତି ଦେବା ସହ ନିଜ ପରିବାରର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ କରିବ। ଏହି ଯୋଜନାର ଲାଭ କିଏ ନେଇପାରିବେ? ସାଇନି କହିଛନ୍ତି ଯେ ଏହି ଯୋଜନା ବିଜେପି ଆଦର୍ଶବାଦୀ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଆରମ୍ଭ କରାଯିବ। ଏହି ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ 23 ବର୍ଷ କିମ୍ବା ତାଠାରୁ ଅଧିକ ବୟସର ମହିଳା ବିବାହିତ କିମ୍ବା ଅବିବାହିତ ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ପ୍ରଥମ ପର୍ଯ୍ୟାୟରେ 1 ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ମହିଳାଙ୍କୁ ଏହି ଯୋଜନାର ଲାଭ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 19ରୁ 20 ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ ବୋଲି ଆକଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରାଯିବ, ଯାହାଦ୍ୱାରା ଅଧିକ ଆୟ ଗୋଷ୍ଠୀକୁ ମଧ୍ୟ ଏଥିରେ ସାମିଲ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପରିବାରରେ ହିତାଧିକାରୀଙ୍କ ସଂଖ୍ୟା ଉପରେ କୌଣସି ସୀମା ରହିବ ନାହିଁ। ଯଦି ଗୋଟିଏ ପରିବାରର 3 ଜଣ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହୁଅନ୍ତି, ତେବେ ସମସ୍ତ 3 ଜଣଙ୍କୁ ଭତ୍ତା ଦିଆଯିବ। ଯୋଗ୍ୟତା ପାଇଁ ମହିଳା ନିଜେ କିମ୍ବା ଯଦି ସେ ବିବାହିତ ତେବେ ସମସ୍ତ 3 ଜଣଙ୍କୁ ଭତ୍ତା ଦିଆଯିବ। ଯୋଗ୍ୟତା ପାଇଁ ମହିଳା ନିଜେ କିମ୍ବା ଯଦି ସେ ବିବାହିତ ତେବେ ତାଙ୍କ ସ୍ୱାମୀ ଅତି କମରେ 15 ବର୍ଷ ପାଇଁ ହରିୟାଣାର ବାସିନ୍ଦା ହୋଇଥିବା ଉଚିତ। କିପରି ଆବେଦନ କରିବେ? ମହିଳାମାନେ ଘରୁ ଆବେଦନ କରିପାରିବେ। ସେଥିପାଇଁ ଏକ ଆପ୍ ଲଞ୍ଚ କରାଯିବ। ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତ ଏବଂ ୱାର୍ଡରେ ମଧ୍ୟ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଁ ଆପଣମାନଙ୍କୁ କହି ରଖୁଛି ଯେ ଯେଉଁମାନେ ହରିୟାଣାର ବାସିନ୍ଦା ହେଇଥିବେ କେବଳ ସେମାନେ ହିଁ ଏଥିରେ ଆପ୍ଲାଏ କରିପାରିବେ। ଏଟା ଓଡ଼ିଶାର ମହିଳାମାନଙ୍କ ପାଇଁ ନୁହେଁ, କେବଳ ହରିୟାଣାର ମହିଳାମାନଙ୍କ ପାଇଁ। ଆପଣମାନେ ଯେମିତି ଓଡ଼ିଶାରେ ଯେମିତି ଆପଣମାନେ ସୁଭଦ୍ରା ଟଙ୍କା ପାଉଛନ୍ତି, ସୁଭଦ୍ରା ଯୋଜନାର ଆବେଦନ କରିଛନ୍ତି, ତ ସେମିତି ହରିୟାଣାର ଏଟା ଏକ ନୂଆ ଯୋଜନା, ତ ଏଥିରେ ସେମାନଙ୍କୁ ଟଙ୍କା ମିଳିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ରହିଲି ସମସ୍ତଙ୍କୁ ମୋ ନମସ୍କାର, ଧନ୍ୟବାଦ।